ଆଜିର ପ୍ରସଙ୍ଗ ସ୍ଥାୟୀ ଭବିଷ୍ୟତ ପାଇଁ କନ୍ୟା ରତ୍ନଙ୍କ ସଶକ୍ତିକରଣ। ସମାଜରେ କନ୍ୟା ସନ୍ତାନଙ୍କର ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସମଗ୍ର ଦେଶରେ ଆଜି ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଉଛି। କନ୍ୟା ସନ୍ତାନଙ୍କୁ ସମ୍ମାନର ସହ ବ୍ୟବହାର ପ୍ରଦର୍ଶନ କରିବା, ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ସହଯୋଗ ପ୍ରଦାନ କରିବା, ତାଙ୍କର ଦକ୍ଷତା ବିକାଶ ଏବଂ ସମାଜରେ ସେମାନଙ୍କର ସମାନ ଅଧିକାର ପ୍ରଦାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଜାନୁଆରୀ 24 ତାରିଖରେ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସ୍ଥାୟୀ ଭବିଷ୍ୟତ ପାଇଁ କନ୍ୟା ରତ୍ନଙ୍କ ସଶକ୍ତିକରଣ। ସମାଜରେ କନ୍ୟା ସନ୍ତାନଙ୍କ ଭୂମିକାକୁ ସ୍ୱୀକୃତି ପ୍ରଦାନ କରିବା ସହିତ ସମାନ ଅଧିକାର ପ୍ରଦାନ ମାଧ୍ୟମରେ ସେମାନଙ୍କର ଭବିଷ୍ୟତ ଗଢ଼ି ତୋଳିବା ଉପରେ ଏହି ବିଷୟବସ୍ତୁ ଗୁରୁତ୍ୱ ପ୍ରଦାନ କରୁଛି। 2008 ଜାନୁଆରୀ 24 ତାରିଖରେ ପ୍ରଥମ ଥର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା। ବାଲ୍ୟ ବିବାହ, କନ୍ୟା ଭ୍ରୂଣ ହତ୍ୟା ଏବଂ ଲିଙ୍ଗଗତ ଅସମାନତା ଭଳି ଆହ୍ୱାନଗୁଡ଼ିକର ସମାଧାନ ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଶିଶୁଙ୍କର ବଞ୍ଚିବା, ବିକାଶ, ଶିକ୍ଷା, ସୁରକ୍ଷା ଏବଂ ବିଭିନ୍ନ କ୍ଷେତ୍ରରେ ଅଂଶଗ୍ରହଣ କରିବାର ଅଧିକାରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ସରକାର 2013 ଏପ୍ରିଲ 18 ତାରିଖରେ ଏକ ଜାତୀୟ ନୀତି ଅନୁମୋଦନ କରିଥିଲେ। କନ୍ୟା ସନ୍ତାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ବାଲ୍ୟ ବିବାହ ନିଷେଧ ଆଇନ, ପୋକ୍ସୋ ଆଇନ, ଶିଶୁଙ୍କ ଯତ୍ନ ସୁରକ୍ଷା ଆଇନ, ଶିଶୁ ଶ୍ରମିକ ନିଷେଧ ଓ ନିୟନ୍ତ୍ରଣ ଆଇନ, ଯୌତୁକ ନିଷେଧ ଆଇନ ଆଦି ଅନ୍ତର୍ଭୁକ୍ତ। ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ କନ୍ୟା ସନ୍ତାନଙ୍କର ବିବାହର ସର୍ବନିମ୍ନ ବୟସ ସୀମା 18 ବର୍ଷ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ପ୍ରକାର ଯୌନ ନିର୍ଯାତନାରୁ ଶିଶୁଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ଏକ ଅନୁକୂଳ ନ୍ୟାୟିକ ପ୍ରକ୍ରିୟା ପ୍ରଚଳନ କରିବା ଲକ୍ଷ୍ୟରେ ପୋକ୍ସୋ ଆଇନକୁ ପ୍ରବର୍ତ୍ତନ କରାଯାଇଛି। ଜୁଭେନାଇଲ୍ ଜଷ୍ଟିସ୍ ବା ଶିଶୁଙ୍କ ଯତ୍ନ ଓ ସୁରକ୍ଷା ଆଇନ ସେମାନଙ୍କର ବିଚାର ପ୍ରକ୍ରିୟା, ଯତ୍ନ ଏବଂ ଥଇଥାନ ଆଦିକୁ ସୁନିଶ୍ଚିତ କରିଥାଏ। ଏହି ଆଇନ ଅଧୀନରେ ଶିଶୁ କଲ୍ୟାଣ ସମିତି ଓ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ଗଠନ କରାଯାଇଛି। ଶିଶୁ ଶ୍ରମିକଙ୍କର ଅନ୍ତ ଘଟାଇବାକୁ ଶିଶୁ ଶ୍ରମିକ ନିଷେଧ ଓ ନିୟନ୍ତ୍ରଣ ଆଇନ କାର୍ଯ୍ୟକାରୀ କରାଯାଇଛି। ଏଥିରେ ଶିଶୁଙ୍କ ଦ୍ୱାରା କରାଯାଉଥିବା କାମର ସଂଜ୍ଞା ନିରୂପିତ ହୋଇଛି। ଯୌତୁକ ନିଷେଧ ଆଇନ ଅନୁଯାୟୀ ବିବାହ ସମୟରେ ଯୌତୁକ ଦେବା ଏବଂ ନେବାକୁ ବେଆଇନ ଘୋଷିତ ହୋଇଛି। ଏଥିପାଇଁ କଠୋର ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି। କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ଲାଗି PCPNDT ଆଇନ ଲାଗୁ କରାଯାଇଛି। ଏଥିରେ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ଲକ୍ଷ୍ୟରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସେହିଭଳି ଜାତୀୟ ସ୍ୱାସ୍ଥ୍ୟ ନୀତି ଏବଂ ଜାତୀୟ ପୋଷଣ ମିଶନକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି। ଶିଶୁଙ୍କୁ ସୁଲଭ ଚିକିତ୍ସା ପ୍ରଦାନ ସହ ପର୍ଯ୍ୟାପ୍ତ ପୋଷଣ ଉପଲବ୍ଧ କରିବା ଲକ୍ଷ୍ୟରେ ଜାତୀୟ ଶିଶୁ ନୀତି 2013 ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କନ୍ୟା ସନ୍ତାନଙ୍କର ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାର କେତେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ବେଟି ବଚାଓ ବେଟି ପଢ଼ାଓ, ସୁକନ୍ୟା ସମୃଦ୍ଧି ଯୋଜନା, ବାଳିକା ସମୃଦ୍ଧି ଯୋଜନା, CBSE ଉଡ଼ାନ ଯୋଜନା ଏବଂ ବାଳିକାଙ୍କ ମାଧ୍ୟମିକ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ଜାତୀୟ ପ୍ରୋତ୍ସାହନ ଯୋଜନା ରହିଛି। ଏକ ଆକଳନ ଅନୁଯାୟୀ ଗତ ଶିକ୍ଷାବର୍ଷରେ ମାଧ୍ୟମିକ ସ୍ତରରେ କନ୍ୟା ସନ୍ତାନଙ୍କର ମୋଟ ନାମଲେଖା ଅନୁପାତ 80.2%ରେ ପହଞ୍ଚିଥିଲା। କନ୍ୟା ତଥା ମହିଳା ସଶକ୍ତିକରଣକୁ ଦୃଷ୍ଟିରେ ରଖି ଚଳିତ କେନ୍ଦ୍ରୀୟ ବଜେଟରେ ମିଶନ ଶକ୍ତି କ୍ଷେତ୍ର ପାଇଁ 3,150 କୋଟି ଟଙ୍କା ଆବଣ୍ଟନ କରାଯାଇଛି। କିଶୋରୀ କନ୍ୟାଙ୍କ ଦକ୍ଷତା ବିକାଶ ଲକ୍ଷ୍ୟ ନେଇ ଦେଶରେ ଗତ ବର୍ଷ ଜୁନ୍ ମାସରେ ନବ୍ୟା ଯୋଜନାର ଶୁଭାରମ୍ଭ କରାଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ଦକ୍ଷତା ବିକାଶ ଓ ଉଦ୍ୟୋଗିତା ମନ୍ତ୍ରଣାଳୟର ସମ୍ମିଳିତ ଉଦ୍ୟମରେ ଏହି ପାଇଲଟ ପ୍ରକଳ୍ପ 19ଟି ରାଜ୍ୟର 27ଟି ଆକାଂକ୍ଷୀ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଇଛି। ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କନ୍ୟା ସନ୍ତାନଙ୍କ କଲ୍ୟାଣ ପାଇଁ ନିଜସ୍ୱ ଯୋଜନା ପ୍ରବର୍ତ୍ତନ କରାଯାଇଛି। ଓଡ଼ିଶା ସରକାର ମଧ୍ୟ କେତେକ କଲ୍ୟାଣକାରୀ ଯୋଜନାର ପ୍ରବର୍ତ୍ତନ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ବାଳିକା ବୃତ୍ତି ପାଇଁ ସୁଦକ୍ଷ ଯୋଜନା, କିଶୋରୀ ଶକ୍ତି ଯୋଜନା, ଅଦ୍ବିକା ଯୋଜନା, କିଶୋରୀ ବାଳିକା ଯୋଜନା ଏବଂ ସୁଭଦ୍ରା ଯୋଜନା ରହିଛି। ବିଭିନ୍ନ ସ୍ତରରେ ସଚେତନତା ଅଭିଯାନ, ଗୋଷ୍ଠୀ ସମ୍ପୃକ୍ତି ଏବଂ ନୀତି ପ୍ରବର୍ତ୍ତନ ମାଧ୍ୟମରେ ସମାଜରୁ ଲିଙ୍ଗଗତ ଅସମାନତାକୁ ଦୂର କରାଯାଇପାରିବ। ଏ ଦିଗରେ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। You're listening to Radio Suravi 89.6 FM.